ପିଲାମାନେ ଗପ ଶୁଣିବା। ଗୋଟେ ବଡ଼ ଜଙ୍ଗଲଟିଏ। ଜଙ୍ଗଲରେ ଠେକୁଆଟିଏ କଇଁଚଟିଏ ରହୁଥିଲେ। ଦିଜଣ ବହୁତ ସାଙ୍ଗ, କିନ୍ତୁ ସେମାନଙ୍କ ଘର ଅଲଗା ଅଲଗା ଜାଗାରେ। ଠେକୁଆ ବୁଦା ଭିତରେ ରହେ, କଇଁଚ ପାଣିରେ ରୁହେ। ସବୁଦିନ କିନ୍ତୁ ସେମାନେ ଏକାଠି ହୋଇ ଜଙ୍ଗଲରେ ଖେଳନ୍ତି। ଦିନକର କଥା। ଦିନେ କଇଁଚକୁ ହଇରାଣ କରିବାକୁ ଠେକୁଆ ମନେ ମନେ ଭାବିଲା। ଗୋଟେ ଉପାୟ ଚିନ୍ତା କଲା। ଦିନେ କଇଁଚକୁ ଠେକୁଆ ତା ଘରକୁ ଖାଇବାକୁ ଡାକିଲା। କଇଁଚ ବି ରାଜି ହେଲା। ହଉ, ମୁଁ ଆସିବି। ସେଦିନ ଆସିଲା। କଇଁଚ ତ ଧୀରେ ଧୀରେ ଚାଲେ, ଜୋରରେ ଚାଲିପାରେନି। ତେଣୁ ସେ ଧୀରେ 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 ଯାଇ ଠେକୁଆର ଘରେ ପହଞ୍ଚିଗଲା। ଠେକୁଆ ତାକୁ ଯେମିତି ଦେଖିଛି, କ'ଣ କହିଲା ଜାଣିଛ? ଠେକୁଆ କହିଲା, କଇଁଚ ଭାଇ, ତୁମକୁ ଚାହିଁ ଚାହିଁ ମୁଁ ସବୁଯାକ କ୍ଷୀରି ଖାଇଦେଲି। ଏତେ ବେଳ ହେଲାଣି, ମୁଁ ଭାବିଲି ତୁମେ ଆଉ ଆସିବନି। କ୍ଷୀରି ତକ ନଷ୍ଟ ହେବ, ସେଥିପାଇଁ ମୁଁ ସବୁ କ୍ଷୀରି ଖାଇଦେଲି। ହେଲେ ଏବେ ତୁମେ ଆଉ କ'ଣ ଖାଇବ? କଇଁଚ ଠେକୁଆର ଚାଲାକି ବୁଝିପାରିଲା। କିଛି କହିଲାନି। ମନ କଥା ମନରେ ରଖି ଫେରି ଆସିଲା। କିଛି ଦିନ ଗଲା। ପୁଣି ଦିନେ କଇଁଚ ଠେକୁଆକୁ ତା ଘରକୁ ଖାଇବା ପାଇଁ ଡାକିଲା। ଠେକୁଆ ତ ବହୁତ ଜୋରରେ ଦୌଡ଼େ। ଠେକୁଆ ଦୌଡ଼ି ଦୌଡ଼ି ଆସି କଇଁଚ ଘରେ ପହଞ୍ଚିଗଲା। ଠେକୁଆକୁ ଦେଖିବା ମାତ୍ରେ କଇଁଚର ମନେ ପଡ଼ିଗଲା ଠେକୁଆ ତାକୁ କେମିତି ଅପମାନ ଦେଇଥିଲା ତା ଘରକୁ ଡାକି। ତେଣୁ ଠେକୁଆ ଆସିବା ମାତ୍ରେ ଠେକୁଆକୁ କଇଁଚ କହିଲା, ଠେକୁଆ ଭାଇ, ତୁମେ ଗୋଡ଼ ଧୋଇ ଆସ, ତାପରେ ମୁଁ ଖାଇବାକୁ ବାଢ଼ିବି। ଠେକୁଆ ଗୋଡ଼ ଧୋଇବାକୁ ଗଲା। ଠେକୁଆ ଗୋଡ଼ ଧୋଇବାକୁ ଯାଇଛି କି ନାହିଁ, କଇଁଚ ଖାଇବା ଯୋଗାଡ଼ କରିବାକୁ ଗଲା। ଖାଇବା ଯୋଗାଡ଼ କରିଦେଇ ଆସି କଇଁଚ କ'ଣ କରିଛି ନା, ତା ଘର ଦୁଆର ମୁହଁରେ ମେଞ୍ଚାଏ କଳା ବୋଳିଦେଲା। ଗୋଡ଼ ଧୋଇ ଘରେ ପଶିବା ବେଳକୁ ଠେକୁଆ ଗୋଡ଼ରେ ପୁଣି କଳା ଲାଗିଗଲା। ପୁଣି ଠେକୁଆକୁ କଇଁଚ କହିଲା, ଠେକୁଆ ଭାଇ, ଭଲରେ ଗୋଡ଼ ଧୋଇ ଆସ। ଠେକୁଆ ପୁଣି ଗଲା ଗୋଡ଼ ଧୋଇବାକୁ। ଠେକୁଆ ଯେତେ ଥର ଗୋଡ଼ ଧୋଇ ଆସୁଥାଏ, ଘର ଭିତରକୁ ପଶିବା ବାଟରେ ତା ଗୋଡ଼ରେ ମେଞ୍ଚେ କଳା ବୋଳି ହୋଇଯାଇଥାଏ। ସିଏ କ'ଣ ଆଉ ଜାଣିଛି ଘର ଦୁଆରରେ କଳା ବୋଳା ହେଇଛି ବୋଲି? ଏହା ଭିତରେ ଠେକୁଆ ବାରମ୍ବାର ଯାଇ ଗୋଡ଼ ଧୋଉଥାଏ, କିନ୍ତୁ ତା ଗୋଡ଼ରେ ପୁଣି କଳା ଲାଗିଯାଉଥାଏ। ଏହି ସମୟ ଭିତରେ କଇଁଚ ସବୁତକ ଖାଦ୍ୟ ଏକା ଏକା ଖାଇ ଶେଷ କରିଦେଲା। ଏହା ଦେଖି ଠେକୁଆ ରାଗିଗଲା। ମାତ୍ର କଇଁଚ ତା ପାଖକୁ ଗଲା। ଧୀରେ ଧୀରେ ଯାଇ ତାକୁ ବୁଝାଇ କହିଲା, ଦେଖ ଠେକୁଆ ଭାଇ, ମୁଁ ଧୀରେ ଧୀରେ ଚାଲେ ବୋଲି ତୁମେ ଜାଣିଛ, କିନ୍ତୁ ମୋତେ ସେଦିନ ଖାଇବାକୁ ନ ଦେଇ ବିଦା କରିଦେଲ। ମୋତେ କେମିତି ଲାଗିଲା? ଆଉ ମୁଁ ଜାଣିଛି ତୁମେ ଜାଣି ଜାଣି ଏମିତି କରିଥିଲ। ସେଥିପାଇଁ ତୁମକୁ ଶିକ୍ଷା ଦେବା ପାଇଁ ମୁଁ ଆଜି ମୋ ଘର ଦୁଆର ମୁହଁରେ କଳା ବୋଳିଥିଲି। ଦେଖୁନ, ତୁମେ ଯେତେଥର ଗୋଡ଼ ଧୋଇ ଆସିଲ, ସେତେଥର ତୁମ ଗୋଡ଼ରେ କଳା ଲାଗିଗଲା। ଏକଥା ଶୁଣି ଠେକୁଆକୁ ବହୁତ ଲାଜ ଲାଗିଲା। ତା ନିଜ ଭୁଲ ସେ ବୁଝିପାରିଲା। ସେଇଠୁ ଫେରିଗଲା। କିନ୍ତୁ ଦିଜଣ ଯାକ ସେମିତି ସାଙ୍ଗ ହୋଇ ଜଙ୍ଗଲରେ ଖେଳାବୁଲା କଲେ। ଆଚ୍ଛା ପିଲାମାନେ, ଏ ଗପରୁ ଆମେ କ'ଣ ଶିଖିଲେ? ମଜାରେ ହେଲେ ବି କାହାର ମନରେ କେବେ କଷ୍ଟ ଦେବାନି।